କହିଲେ କି ତମେ ତମେ କେମିତି ଭିତରୁ ପଶି ଆସିଲ? କବାଟ ମେଲା ଥିଲା ପଶି ଆସିଲି ଆରେ ଘର ଭିତରୁ ଆସିବା କ'ଣ ମନା? ନାଇଁ ମୁଁ ଆସିବନି ତମ ଚା କରି ଚାଟା ନ ଦେଇ ଇଆଡ଼ୁ ସିଆଡ଼ୁ ଗପି ଚାଟା କାହିଁ ଥଣ୍ଡା କରୁଛ କହିଲ ଦେଲ ମୁଁ ଆଖି ବୁଝି ମନ ଭରି ଶୋଷାଡ଼ି ଦିଏ। ଆଉ ଆଖିରେ ବୁଝିକି ଶୋଷାଡ଼ିବା ଦରକାର ନାହିଁ। ଆଉ ମୁଁ ତମ ପାଇଁ ଚା ତିଆରି କରିନି ଆଉ ମୁଁ ତମକୁ ଚା ଦେବି। ଘରେ କେହି ନାହାନ୍ତି ଚା ବୋଲି। ହଉ ଚାଟା ସେଠି ଫୋପାଡ଼ି ଦିଅ ଚାଲ ସେଠି ବସିକି ଇଏ ଦୁଃଖ ସୁଖ ହବା ଦୁଃଖ ସୁଖ ହବା। ମୁଁ କାହିଁ ତମ ସହିତ ଦୁଃଖ ସୁଖ ହେବି? ଏ କଥାଟା ବୁଝିଲ ଦୁଃଖ ସୁଖ ହେଲେ ତମର ଲାଭ। ଆଉ କ'ଣ ନା ଏତେ କଷ୍ଟ କରି ଆଇଛି ପେଟରେ ଖାଦ୍ୟ ଫୁଲ କରିବି ତାପରେ ଯାଇ ଏଠି ଯିବି ନା। ଏ ଘରେ ତମ ପାଇଁ ଖାଦ୍ୟ ନାହିଁ। ତମେ ଅଜର ଖାଦ୍ୟ ହଉଛି ମଣିଷ। ସିଏ ମଣିଷ ମାଂସ ଖାଏ। ତମ ସହିତ ମୋର ବାଜ୍ୟ କଥା ହେବା ପାଇଁ ଆଦୌ ବି ଇଚ୍ଛା ନାହିଁ। ବାଧ୍ୟ ହେଇଗଲା ତାହେଲେ ଭଲ କଥା ଶୁଣ ମୋର ଇଚ୍ଛା ତମର ସୁନ୍ଦର ରୂପ ଯୌବନ ବଜାରରେ ବିକ୍ରି ହେବ ହେଲାନି ପୁରା ମାଲାମାଲ ହେଇଯିବ ତମ ରୂପ ଯୌବନ ବିକଶିତ ହେଇଯିବ। ଏ ମାନେ କଥାଟା କ'ଣ ବୁଝିପାରୁନି? ମୋର ହେଉଛି କଥା କ'ଣ କି ମୋର ବିଜନେସ୍ ହେଲା ବ୍ଲୁ ଫିଲ୍ମ ବ୍ଲୁ ରିଲ୍ସ କରି ଦୁବାଇ ମାର୍କେଟକୁ ଛାଡ଼ିବା। ଆସୁନ ଆମେ କ'ଣ ଗୋଟେ ସେମିତି ଗୋଟେ ଇନଷ୍ଟାଗ୍ରାମ କରିକି ଦୁବାଇ ମାର୍କେଟକୁ ଛାଡ଼ିଦେବା। ତମ ମୁଣ୍ଡ ଠିକ ଅଛି ତ? କାହା କ'ଣ କହୁଛ ନିଜେ ଚିନ୍ତା କରିବ? ହଁ ଜାଣିଛି ଗୋଟା ରୂପସୀ ଭଙ୍ଗା ନାରୀ ସହିତ କଥା ହଉଛି ଯାହା ଦେହରେ ସେକ୍ସି ଅହଙ୍କାର ଖୁନ୍ଦି ହେଇଅଛି। ଅନ୍ୟରେ କହୁଛି ଘରୁ ବାହାର ଯାଅ ଏଠୁ। ତାହେଲେ ଫୋନ କରି ମୁଁ ସମସ୍ତଙ୍କୁ ଡାକିବି ଆଉ ସମସ୍ତଙ୍କ ଆଗରେ କ'ଣ କରିବୁ? ସମସ୍ତଙ୍କ ଆଗରେ କ'ଣ କରିବୁ? ହଁ କାହାକୁ ଡାକିବୁ? କାହାକୁ ଡାକିବୁ? ମିଶନ। ଏଠିକି ଆଇଲେ ନା ମିଶନ କରିବୁ? ମୁଁ କବାଟା ଦେଇଦେଉଛି ଆଉ କିଏ ମିଶନ କରିପାରିବ? ଫଟୋକୁ ମୁଁ ମୋବାଇଲରେ ରେକର୍ଡିଂ କରିସାରିଛି। ସୁନା ପିଲାଟି ଭଳି ଚୁପଚାପ ଯାଇ ମୋ ଅଫିସରେ କାମ କରିବୁ। ଆଉ ଏକଥା ଯଦି କାହିଁକି କହୁ ନା ମୁଁ ପୁରା ଭାଇରାଲ କରିଦେବି।
ମାରୁତି ଚା ଟିକେ ଆଣିଲୁ ମା ହଠାତ୍ ଟେଲିଫୋନ୍ ଆସିଲା ମୁଁ ସାଙ୍ଗେ ସାଙ୍ଗେ ପଳେଇଗଲି ଟିକେ ଚାଟା ଗରମ କରି ଆଣିବୁ ମା ଆରେ তোর কোন হয়েছি আরে সেটা তুই তলে কাই পড়ছু তোর এই অবস্থা কে করছে মা কোন কইব কইলা সাଙ୍ଗে সাଙ୍ଗে উঠে যাও যাও কোন টাইম অসুবিধা না আরে তুই অবস্থা কি করছি মা ମୋର ଏମିତି ଅବସ୍ଥା କେମିତି ହେଇଛି ସତରେ ଆପଣ ଜାଣିନାହାନ୍ତି ନା ସତ କହୁଛନ୍ତି କିଛି ବି ଜାଣିନାହାନ୍ତି ବାହାରକୁ ଯାଇଥିଲି ଚୁପ୍ ରହୁଛ ଆରତୀ ତମେ ତମେ ରୁହ ମୋର କଥା ତୁମ ବାପାଙ୍କ ସାଥିରେ କିନ୍ତୁ ଭାଉଜ ତମର କଣ ହେଇଛି? ସେ କଥା ମତେ ନ ପଚାରି ତମେ ତୁମ ବାପାଙ୍କୁ ପଚାର ମୋର କଣ ହେଇଛି ସେଇ କଥା ପଚାରୁଛି କଣ ହେଇଛି ତୋର କାହିଁକି ଏମିତି ତଳେ ଗଡୁଥିଲୁ ଖୁସିରେ ତଳେ ଗଡୁ ନଥିଲି ଆପଣଙ୍କ ନିର୍ଦ୍ଦେଶରେ ମତେ ତଳେ ଗୋଡେଇ ଦିଆଯାଇଥିଲା କଣ ନିର୍ଦ୍ଦେଶ ଆରତୀ ତମେ ଏମିତି କଲେ ଆମେ କଣ ବୁଝିବୁ ଆରେ କଣ ସେ ଖୋଲିକି କୁହ ମୋର ଅବସ୍ଥା ଦେଖି ତମେ କଣ କିଛି ବୁଝିପାରୁନ ମତେ ଆହୁରି ଖୋଲି କହିବାକୁ ପଡିବ କିନ୍ତୁ ଭାଉଜ ଅବସ୍ଥା ଦେଖି କଣ ସବୁ କିଛି ବୁଝି ହୁଏ? ତାହେଲେ ଶୁଣିନିଅ ସମସ୍ତେ ମୋ ଇଜ୍ଜତ ଅପହରଣ ହେଇଛି ଜୋର ଜବରଦସ୍ତ ଗୋଟେ ପଶୁ ଜାନୁଆର ମତେ ଧର୍ଷଣ କରି ଆରତୀ ଆରତୀ କିଏ ତମକୁ ଦର୍ଶନ କରି ତମେ ତମ ବାପାକୁ ପଚାରିଲେ ଉତ୍ତରଟା ପାଇଯିବ ତମ ସ୍ତ୍ରୀକୁ ଧର୍ଷଣ କରିବା ପାଇଁ ସେ ଘରକୁ କାହାକୁ ଡାକିଥିଲେ ଭଗବାନ ପ୍ରଭୁ ପ୍ରଭୁ ବାପା ଭାଉଜ ଏମିତି କଣ କହୁଛନ୍ତି? ତମେ ଏ ଘରକୁ କାହାକୁ ଡାକିଥିଲ? ମୁଁ କାହିଁ କାହାକୁ ଡାକିବି ମା ବିଶ୍ୱାସ କର ମୁଁ ପୁରା ଘରେ ନଥିଲି ଆଉ କଣ ଘରେ ରହି ମୋର ଲଙ୍ଗଳା ଦେହକୁ ଦେଖିଥିଲେ ଏସବୁ କାମ ଆପଣ କରେଇଛନ୍ତି ବୋଲି ପ୍ରମାଣ ହେଇଥାନ୍ତା ସବୁ ପରେ ଗୋଟେ କଥା ମନେ ରଖିବୁ ତୁ ମୋ ବୋହୁ ମୁଁ ତୋ ଶ୍ୱଶୁର ନା ଆପଣ ମୋ ଶ୍ୱଶୁର ନୁହନ୍ତି ଆପଣ ହଉଛନ୍ତି ଏକ ଅସୁର ମଣିଷ ରୂପ ଧରି ନର ରାକ୍ଷସ ଏକଦମ ଚୁପ୍ ରିଲାକ୍ସ ରିଲାକ୍ସ ଆରତୀ ରିଲାକ୍ସ ଆରେ ତମର ଅବସ୍ଥା କିଏ କରିଛି ତମେ ସେ ଲୋକଟାକୁ ଜାଣିଛ କି ନାହିଁ ହଁ ଜାଣିଛି ଆଉ ଏ ଘରେ ତାକୁ ସମସ୍ତେ ବି ଜାଣିଛନ୍ତି କିଏ ଭାଉଜ? କିଏ ସେ ଲୋକ? ସେ ହଉଛି ଅଜଗର ମଙ୍ଗରାଜ ଅଜଗର ମଙ୍ଗରାଜ? ଛାଡ଼ିବିନି ଛାଡ଼ିବିନି ମୁଁ ସେ ରାସ୍ତାକୁ। ମୁଁ ତ ମୋ ଇଜ୍ଜତ ଫେରି ପାଇବି କିନ୍ତୁ ତମେ ଡୋର ଓପନ ରଖୁଥିଲ ନା? ଡୋର ଖୋଲା ରଖି ତମ ବାପା ବାହାରକୁ ଚାଲିଗଲେ ମତେ କିଛି ନ ଜଣେ ଆଉ ସେ ଅଭଦ୍ରାମୀ ଘର ଭିତରକୁ ପଶି ଆସିଲା ଆଉ ମୁଁ ବି ଦୌଡ଼ି ଯାଇଥିଲି ତମକୁ ଫୋନ କରିବା ପାଇଁ ଆଉ ସେ ମୋବାଇଲଟା ବି ମୋ ହାତରୁ ଛଡ଼େଇ ନେଲା ବାପା ମତେ କହୁଛୁ ତମେ ଆରତୀକୁ ଇନଫର୍ମ ନ କରି ଡୋର ଓପନ କରି ବାହାରୁ କଣ ପାଇଁ ଚାଲିଗଲ କଣ ଇନଫର୍ମ ନ କରି ଆଗରୁ କଣ ଏମିତି ସବୁବେଳେ ଡୋର ଇନଫର୍ମ କରିକି ଖୋଲା ନଥିଲା ଆଗରୁ କଣ ଏମିତି ସବୁବେଳେ ଆରତୀକି ପଚାରିକି ଡୋର ଓପନ ହଉଥିଲା ନା ଆଜି କିନ୍ତୁ ଏଇଟା ଆପଣଙ୍କର ପ୍ଲାନ୍ ଥିଲା ଏ କଥାରେ କିଛି ମାନେ ନାହିଁ ମାନେ ଅଛି ଏ କଥାର ମାନେ ଅଛି ଏଠିକେ ପୂର୍ବରୁ ଫୋନରେ କାହାକୁ କହୁଥିଲେ ଘରେ କେହି ନାହାନ୍ତି ଯେତେ ଶୀଘ୍ର ମୋ କାମଟା ସାରି ଦେଇକି ଯାଅ ବାପା ମୁଁ ଆପଣଙ୍କୁ ବାରମ୍ବାର ମନା କରିଥିଲି ସେଭଳି ଗୋଟେ ଅଭଦ୍ର ମଣିଷକୁ ଏ ଘର ଭିତରକୁ ଡାକନ୍ତୁନି ଆପଣ ମୋ କଥା ଶୁଣିଥିଲେ କାହିଁକି ତାକୁ ଡାକୁଥିଲେ କଣ ପାଇଁ ଡାକୁଥିଲେ ଏବେ କିନ୍ତୁ କହିବା ପାଇଁ ପଡିବ ଅଜଗର ସହିତ ତମର କି ସମ୍ପର୍କ ତା ସହିତ ଏମିତି କୋଉ ବିଜନେସ ଚାଲିଛି ଯେ ଆମେ ସମସ୍ତେ ବାରଣ କରିବା ସତ୍ତ୍ୱେ ବି ତମେ ତାକୁ ଏ ଘରକୁ ଆସିବା ପାଇଁ ପ୍ରସ୍ତାବ ଦଉଛ କାହିଁ ଏମିତି ଲାଗୁଛୁ ହେଲା ଯଦି ମନା କରୁଛୁ ତାହେଲେ ମୁଁ ଆଉ ତାକୁ ଏ ଘରକୁ ଡାକିବି ବସ୍ ବୋହୁକୁ ମନା କର ସେମିତି କାହାକୁ କିଛି କହିବନି ହେଲା ଏଇଟାକୁ କହିବା କଥା ସେ କହିବି ଆପଣ ସିନା ଏସବୁ କଥା ଲୁଚେଇ ଦେବେ ହେଲେ ଚାଲି ଯାଇଥିବା ଇଜ୍ଜତ ମତେ କିଏ ଫେରେଇ ଦବ କେମିତି ଫେରେଇ ପାରିବି ମୁଁ ମୋ ଇଜ୍ଜତ କଣ ଏତେ ରାସ୍ତାରେ ଫୋନ ରିସିଭ କରିପାରୁନ? ଥାଉ ଆଉ ସଫେଇ ଦେବା ଦରକାର ନାହିଁ। ଯେତେ ଶୀଘ୍ର ପାରୁଛ ଆମ ଘରେ ଆସି ପହଞ୍ଚ ବି କୁଇକ୍। ତୁ କାହାକୁ କଲ୍ କରି ଡାକିଲା ଦିଦି ପୋଲିସକୁ। ଏ ମା ପୋଲିସ କେ ଡାକୁଛୁ ପୋଲିସ ଆସିଲେ ଆମ ଘରର ଇଜ୍ଜତ ଚାଲିଯିବ ଆଉ ଭାଉଜଙ୍କର ଇଚ୍ଛା ଚାଲିଗଲା ସେଥିପାଇଁ ତମେ କଣ କରିପାରିବ? ଯିଏ ଭାଉଜଙ୍କର ଏତେ ବଡ଼ ସର୍ବନାଶ କରିଛି ସେ ପୁଣି ଦଣ୍ଡ ପାଇବା ଉଚିତ ନା ନାହିଁ? ପୋଲିସ ଯଦି ତାକୁ ଦଣ୍ଡ ଦବନି ତମେ ତାକୁ କି ଦଣ୍ଡ ଦବ? ମୁଁ କଣ ସେ କଥା କହିଲି ତୁ ଚାଲୁ ଆଗ ତ କହିଲି ବୁଝିଲୁ ନା ମା ମୁଁ କହିବା କଥା ହେଲା ଅଜଗରର ଆମ ଘର ସହିତ ସମ୍ପର୍କ ଅଛି ସେ ଆମ ଘରକୁ ଯିବା ଆସିବା କରେ ଯଦି ବା କିଛି ଗୋଟେ ଘୁଫିଆ କାମ କରିଦେଇଛି ତାହେଲେ ଆମେ ତାକୁ ଟିକେ ଡାକିବା ପଚାରିବା
ସତ୍ୟ ସତ୍ୟତାକୁ ବୁଝିବା ତାପରେ ଯା ଗୋଟା ବସିକିରି ଆମେ ଫାଇନାଲ କରିଦେବା ସେଇଟା ଆଉ କଣ ବାପା ତମେ ଯେ ମୋର ବାପା ଏ କଥା ଭାବିଲା ବେଳକୁ ଲାଜରେ ମୋ ମୁଣ୍ଡ ତଳକୁ ହେଇଯାଉଛି। ବାପା ଅଜଗର ତମ ବୋହୁରେ ଯଦି ଅପହରଣ କରିଛି ତମେ ତା ଘରୁ ଯାଇ କଣ ସମାଧାନ କରିବ ଯେ? ଆମେ ସମସ୍ତେ ବସିକି ଗୋଟେ ଫାଇନାଲ କରିବା ନା ମୁଁ କଣ ଏକା କରିପାରିବି ଗୋଟେ ସମସ୍ତେ ବସିବା କଥାବାର୍ତ୍ତା ହବା ଆଲୋଚନା କରିବା ଆଦିତି କଣ ହେଇଛି? ଅଜଗର ମଙ୍ଗରାଜ ଆମ ଘର ଭିତରେ କେହି ନଥିବାର ସୂଚନା ପାଇ ଘର ଭିତରେ ପଶି ମୋ ଭାଉଜଙ୍କର ସର୍ବନାଶ କରିଛି। ଆଦିତି ତମେ ଏ କଣ କହୁଛ? ଆଦିତ୍ୟ କହୁଛି ଆଦିତ୍ୟ କହୁଛି ବ୍ଲୁ ରିଲ୍ସ ବ୍ଲୁ ଭିଡ଼ିଓ କରିବା ପାଇଁ ସେ ମୋତେ ପ୍ରପୋଜାଲ ଦେଲା ଆଉ ମୁଁ ତା ପ୍ରପୋଜାଲରେ ରାଜି ନ ହେବାରୁ ଜୋର ଜବରଦସ୍ତି ମୋତେ ଧରସୁ। ଓ ମାଇ ଗଡ୍ କିନ୍ତୁ ଅଜଗର ମଙ୍ଗରାଜ ଏ ଘରୁ କଣ ଆସିଥିଲା? ଏ ଘର ସହିତ ଅଜଗର କି ସମ୍ପର୍କ? ସେ କଥା ବାପା କହିବେ। କଣ ବାପା କହିବେ ଆଉ କିଏ କହିବ? ବାପା କଣ ତ ବାର୍ତ୍ତା ହଳିଆ ବାପା କହିବେ ତାମସାଟ କହୁଛନ୍ତି ଗୋଟେ ମୁଁ ମାନୁଛି ଅଜଗର ସହିତ ମୋର ସମ୍ପର୍କ ଭଲ ସେ ଆମ ଘରକୁ ଯିବା ଆସିବା କରେ ମୋ ସାଙ୍ଗରେ ଦେଖୁ ଏମିତି କଥାବାର୍ତ୍ତା ଦେଖୁଛ ହୁଏ ଆଚ୍ଛା ଅଜଗର ସହିତ ଆପଣ କି କଥା ହୁଅନ୍ତି? ନାଇଁ ଭାଇ ଏମିତି ଜଷ୍ଟ ଏମିତି ମାନେ କେମିତି? ଅଜଗର ମଙ୍ଗରାଜ ଗୋଟେ ଅଂଶଧର କ୍ରିମିନାଲ ତା ସହିତ ଆପଣ କଣ କଥା ହୁଅନ୍ତି? ଗୋଟେ ବ୍ଲୁ ରିଲ୍ସ ବ୍ଲୁ ଭିଡ଼ିଓ ସହିତ ଆପଣଙ୍କର କି ସମ୍ପର୍କ ଯେ ସେ ଆପଣ ଘରକୁ ଆସିବାକୁ ସାହସ କରେ? ଆଚ୍ଛା ଆପଣ ଏ କଥା ଜାଣିଛନ୍ତି ତାହେଲେ ଅଜଗର ମଙ୍ଗରାଜ ଗୋଟେ କ୍ରିମିନାଲ ଢେର ଢେର କାମ ସେ କରୁଛି ଯଦି ଜାଣିଛନ୍ତି ଅଜଗର ମଙ୍ଗରାଜ ଗୋଟେ କ୍ରିମିନାଲ ତାହେଲେ ଏପର୍ଯ୍ୟନ୍ତ ତାକୁ ଆରେଷ୍ଟ କରିନାହାନ୍ତି କଣ ପାଇଁ? ଅଜଗର ମଙ୍ଗରାଜକୁ ଆରେଷ୍ଟ କରି ଆପଣ ବି ଆରେଷ୍ଟ ହେବେ ଆଶୁତୋଷ ବାବୁ। ଆପଣ କାହାକୁ କଣ କହୁଛନ୍ତି ନିଜେ ବୁଝିପାରୁଛନ୍ତି ତ ଆଶୁତୋଷ ଛୋଟ ଆରେଷ୍ଟ ହବ ପିଲା ଲୋକ ମୁଣ୍ଡ ଗରମ ହେଇଯାଇଛି ଆପଣ ଭୁଲି ଯାଉଛନ୍ତି ଆଶୁତୋଷ ଛୋଟ ସହିତ ଆପଣ କଥା ହଉଛନ୍ତି ମୁଁ ଭଲ ଭାବରେ ଜାଣିଛି ଜଣେ ଛଦ୍ମବେଶୀ ଭଦ୍ରଲୋକ ସହିତ ମୁଁ କଥା ହଉଛି। ଆପଣ ଭାବୁଛନ୍ତି ଆପଣ ଏକା ଚାଲା ଯେତେ ଯାହା କୁକାର୍ଯ୍ୟ କରିବେ ପୋଲିସ ତାର କିଛି ବି ଗନ୍ଧ ପାଇବନି। ରକ୍ତ ଗରମ ଅଛି ତ ବହୁତ ବହୁତ କଥା କହି ଯାଉଛନ୍ତି କୁକାର୍ଯ୍ୟ ଆଶୁତୋଷ ଛୋଟରାୟ ପୁଣି କୁକାର୍ଯ୍ୟ କରୁଛି ଦୟାକରି କହିବେ କି ସେ କୁକାର୍ଯ୍ୟଟା କଣ? ପ୍ରଥମେ ଶତ୍ରୁତାର ପ୍ରତିଶୋଧକୁ ଯାଇ ଅଜଗରକୁ ଅସ୍ତ୍ର କରି ଆପଣ ଅନ୍ନପୂର୍ଣ୍ଣା ମହାପାତ୍ର କମ୍ପାନୀକୁ ବଦନାମ କରିବାକୁ ଚେଷ୍ଟା କଲେ ଆଉ ଅଜଗର ବାରେସ ପରେ କେମିତି ଝିଅ ମାନଙ୍କର ନେକେଡ୍ ଭିଡିଓ କରି ତାକୁ ଦୁବାଇ ମାର୍କେଟକୁ ସପ୍ଲାଏ କରି ଅଜସ୍ର ଅର୍ଥ ରୋଜଗାର କରିବେ ତା ପାଇଁ ଗୋଟେ ବ୍ଲୁ ପ୍ରିଣ୍ଟ ତିଆରି କଲେ ଆଉ ସେ ବ୍ଲୁ ପ୍ରିଣ୍ଟକୁ ଆପଣ ହିଁ କାର୍ଯ୍ୟକାରୀ କରୁଛନ୍ତି। ତମ ବିଷୟରେ ସବୁ କଣ ଶୁଣୁଛି? କଥା ହଁ କଥା ଗପ ସେଇଟା ସବୁ ଅନଗଡା କାହାଣୀ ନା ମୁଁ କହୁଛି ଅଫିସର ଯାହା କହୁଛନ୍ତି ସବୁ ସତ କହୁଛନ୍ତି କଣ ସେଇ ଅଜଗର ମଙ୍ଗରାଜ ମୋ ଲାଇଫ ବି ସ୍ପଏଲ କରିଦେଇଛି। ଆଦିତି ତୁ ହଁ ଭାଇ ମରେ ନବା ଦିଶାରେ ଏଇ ବାପାଙ୍କ ରେକମେଣ୍ଡରେ ମୁଁ ସେ ଅଜଗର ପାଖକୁ ଯାଇଥିଲି ହେଲେ ତୁ ଆଜି ପର୍ଯ୍ୟନ୍ତ ଚୁପ ହେଇ କଣ ପାଇଁ ଥିଲୁ? ଆରେ ଆମକୁ ଏ ବିଷୟରେ ଜଣେଇଲୁନି କଣ ପାଇଁ? କିଛି ଲଜ୍ଜା ମୋର ବି ଅଛି ନା ଭାଇ ସେ ଅଜଗର ମଙ୍ଗରାଜ ପାଖରେ ମୋର କିଛି ଫଟୋ ଭିଡିଓ କ୍ଲିପ୍ସ ଅଛି ସେଥିରେ ସେ ମୋତେ ବାରମ୍ବାର ବ୍ଲାକମେଲ କରିବାକୁ ଚେଷ୍ଟା କରୁଛି ତା ମନ୍ଦ ଉଦ୍ଦେଶ୍ୟ ଜାଣିପାରି ମୁଁ ନିଜକୁ ତା ପାଖରେ ଦୂରେଇ ନେଇ ଅଫିସରକୁ ସବୁ କଥା ସେୟାର କରିସାରିଛି। ମୁଁ ମଧ୍ୟ ଏନକ୍ୱାରି ଜାରି ରଖିଥିଲି ଖାଲି ପ୍ରମାଣ ଅଭାବରୁ ମୁଁ ଅଜଗରକୁ ଆରେଷ୍ଟ କରିପାରୁନଥିଲି କିନ୍ତୁ ଆଜି ପରଠୁ ଅଜଗର ଖସିବା ପାଇଁ ଆଉ ବାଟ ନାହିଁ ଆଉ ଅଜଗର ସହିତ ଆପଣ ବି ଆରେଷ୍ଟ ହେବେ ଆଶୁତୋଷ ବାବୁ କାହିଁକି ନା ଅଜଗର ଯେତେ ସବୁ କୁକାର୍ଯ୍ୟ କରିଛି ସବୁ ଆପଣଙ୍କ ନିର୍ଦ୍ଦେଶ ସୋ ନାଉ ୟୁ ଆର୍ ଅଣ୍ଡର ଆରେଷ୍ଟ। ଯାହା କହୁଛନ୍ତି ନିଜେ ବୁଝିକିରି କହୁଛନ୍ତି ଅଜଗର ମଙ୍ଗରାଜ କ୍ରିମିନାଲ ତାକୁ ଆପଣ ଆରେଷ୍ଟ କରିବେ ଚଳିବ ବଟ୍ ଆପଣ ଆଶୁତୋଷ ଛୋଟରାୟକୁ ଆରେଷ୍ଟ କରିବା ପୂର୍ବରୁ ଅନ୍ତତଃ ପକ୍ଷେ ମୁହଁରେ କହିଲେ ମୁଁ ଶୁଣିବି ଲେଖା କାହିଁକା କାଗଜରେ ଲେଖା କାହିଁକି ପ୍ରମାଣ ପ୍ରମାଣ ଲାଜ ଲାଗୁନି ଆପଣଙ୍କୁ ଟିକେ? ଏତେ ସବୁ ଘଟଣା ଘଟିଗଲା ପରେ ବି
ଆପଣ ଆହୁରି ପ୍ରମାଣ ଖୋଜୁଛନ୍ତି ଅର୍ଥ ଆପଣଙ୍କ ପାଖରେ ଏତେ ବଡ଼ ହୋଇଗଲା ଯେ ନିଜ ଝିଅ ବୋଉକୁ ବିକ୍ରି କରିବା ପାଇଁ ଆପଣ ପଛେଇ ଗଲେନି। ବୋହୂ ବନ୍ଦ କରନ୍ତୁ ସେ ବୋହୂ ଶବ୍ଦର। ନା ଆପଣ ମୋର ଶ୍ୱଶୁର ନା ମୁଁ ଆପଣଙ୍କ ବୋହୂ। ଆପଣ ଏମିତି ଗୋଟେ ମଣିଷ ସମ୍ପର୍କର ମାନେ ଆପଣ କିଛି ବି ବୁଝନ୍ତି। ଆରେ ସମ୍ପର୍କର ମାନେ ତ ଦୂରର କଥା, ରକ୍ତ ସମ୍ପର୍କର ମାନେ ଆପଣଙ୍କ ପାଖରେ କିଛି ବି ନାହିଁ। ସାମାଜିକ ସମ୍ପର୍କରେ ଆପଣଙ୍କ ସ୍ଥାନ ହେଉଛି ଏଇ ନ ୟେସ୍ ଏଇଠି। Yes. ছি ଆପଣଙ୍କ ଜନ୍ମକୁ ଛି, ଆପଣଙ୍କ କର୍ମକୁ ବି ଛି ଛି ଛି। ଅନେକ କନ ଭଳିଆ ତୋ ବୋପା ନା ଦେଖିବାରେ ବୋପା ମରିବା 6 ବର୍ଷ ପରେ ଜନ୍ମ। ତୁ ଜାଣିବା ପରେ ବି ମୁଁ ତତେ ଘରକୁ ବୋଉ କରି ଆଣିଛି। ତୋ ବୋପା ମରିବାର 6 ବର୍ଷ ପରେ ଜନ୍ମ। ତୁ ହାତ ଭରଠୁ ମୋ ଘର ଭିତରେ ତୁ କିଏ ଲୋ ରାତି ଛୁଆ। ଏତେ କଥାବାର୍ତ୍ତା କରଣୁ ମତେ ପୁଣି କହିବୁନି କଣ ନା ମୁଁ ଗୋଟା ଛିଥୁର ମଣିଷ। ବାପା ବାପା ମୋ କଥା ଆଗ ଶୁଣ। ଆଉ ଯା ପର ଝିଅ ବୋଲି ଖାଲି छी କହିଲେ। ହେଲେ ମୋର ଇଚ୍ଛା ହଉଛି ତୁ କଣ ଶଶର ଉଠେ ବାବୁକୁ ଜୋତାରେ ପିଟିବାକୁ। ବନ୍ଦ କର ତମର ସେ କହୁଛ ନା। ଚୁପଚାପ ନିଜ ଦୋଷ ସ୍ୱୀକାର କରି ଜେଲକୁ ଯାଅ। ଜେଲରେ ବସି ନିଜ କଲା କର୍ମର ଫଳକୁ ହିସାବ କରିବ। ଏ ଘରେ ଆଉ ତମର ସ୍ଥାନ ନାହିଁ। এটা মাইব বলাটা তা স্ত্রী যা কইলা সিଏ ବି ସେଇଥିରେ ଭାସିଲାଣି। বে ଜାଗା ମୋର ଘର ତିଆରି କରୁଛି ମୁଁ, ଟଙ୍କା ଖର୍ଚ୍ଚ କରୁଛି ମୁଁ, ମୋ ଘରୁ ମୁଁ ପୁଣି ପଳେଇବି ତମେ ଏଠି ଅଷ୍ଟ ବରି କରିବ ନା କଣ? ଶୁଣ ବାପା, ଯଦି ତମେ ଏଇ ମୁହୂର୍ତ୍ତରେ ଘର ଛାଡ଼ି ନ ଯିବ, ଶୁଣ ୟାର, ହଁ କହ ତୁ ତାହେଲେ ଆମେ ପୁଅ ବୋହୂ ଝିଅ ସମସ୍ତେ ମିଶି ବିଷ ପିଇ ଆତ୍ମହତ୍ୟା କରିଦେବା। ତମେ ମରି ନା ବେ ଯେତେ ଶୀଘ୍ର ମରିବ ମୋ ପାଇଁ ମଙ୍ଗଳ। ଆଉ କଣ ଏକ ଛତ୍ରବାଦୀ ଶାସନ କରିବି ମୁଁ। ଓ ବନ୍ଦ କରନ୍ତୁ। କିଏ ମରିବ କିଏ ବଞ୍ଚିବ ସେଇଟା ହଉଛି ଆପଣ ପାରିବାରିକ କଥା, କିନ୍ତୁ ଆଇନ କଥା ଅନୁସାରେ ଆପଣ ମୋ ସହିତ ଏବେ ଥାନାକୁ ଯିବା ପାଇଁ ବାଧ୍ୟ। ତା ନହେଲେ ରାଜ ରାସ୍ତାରେ ଠକା ମାରି ମାରି ନେଇକି ଯିବି। ଚାଲନ୍ତୁ। ଚୋର ଟୋକା ଗାଲ ଚିପି ଦେଲେ କ୍ଷୀର ବାହାରି ପଡିବ, ମତେ ପୁଣି ଘୋଷଡି ତଣ୍ଟିଆ ମାରି ନେଇଯିବ। ଆଶୁତୋଷ ଟା ଜୀବନ ସାରା ଖାଲି ନିର୍ଦ୍ଦେଶ ଦେଇ ଆସିଛି, କାହାରି ନିର୍ଦ୍ଦେଶ କେବେ ମାନିବା ଶିଖିନି। ଆଚ୍ଛା ଅଭିଶାପ ହଜରତକୁ ନବା କଥା କହିଲନି, ମୋର ଗୋଟେ କଥା ମନେ ପଡିଗଲା। ଆଚ୍ଛା ଗୋଟାଏ ଲୋକକୁ ମର୍ଡର କଲେ ଯେତିକି ଦଣ୍ଡ ବିଧାନ ହବା କଥା, ଯଦି 5-10ଟା ଲୋକଙ୍କୁ ମର୍ଡର କରାଯାଏ ଦଣ୍ଡ ବିଧାନ କିଛି ଅଧିକା ହବ କି? ନାଇଁ ହବ କି? ସେ ଭୁଲ କରନ୍ତୁ ରେ ଆପଣ। ଭାଇ କମ୍ ଆଗରେ ମାମୁଁ ଘର କଥା ଭୁଲ। ଆଗେ ତମକୁ ମାରିବି ତାପରେ ଏଗୁଡା ସବୁ ମାରିବି। କେହି ବ୍ରହ୍ମାବୀର ମାନେ ପଡିବେ। ବାବା ନାଇଁ ବାପା ମୁଁ ତୁମକୁ ହାତ ଧରୁଛି ବାପା। ये क्या रहा था? इन बड़ा को थोड़ी जाओ, हजरत को सी जॉब करी वो जाओ। इन कदा ओ मोरिया वाला पाठी है ना बरा नहीं? नहीं रे हेलो। आदो सत्य आसु तो सटराय केबे तम मन को मारी बोली। हजरत को भी जीवन वंश परंपरा खानदान बुनियाद रो इज्जत को रखबा को जाए से हजरत को जीवन যদি জীব স্বর্গকু